ନମସ୍କାର ବନ୍ଧୁଗଣ। ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାମ ପୂର୍ବରୁ ଦୀପ ଜଳା ଯାଇଥାଏ। ଏପରି ବିଶ୍ୱାସ ରହିଛି ଯେ ଦୀପ ଜଳାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଯାଇଥାଏ। କିନ୍ତୁ ଦୀପ ଜଳାଇବାର କିଛିଟା ନିୟମ ରହିଛି, ତାହା ଆମେ ଆଜି ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବାଦେବୀଙ୍କୁ ଆହ୍ୱାନ କରିଥାଉ, ତେଣୁ ତାଙ୍କରି ଆଶୀର୍ବାଦରୁ ଗୃହରେ ଶାନ୍ତି, ସମୃଦ୍ଧି ଓ ସକାରାତ୍ମକ ଊର୍ଜା ଭରି ଯାଇଥାଏ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଯେଉଁ ଘରେ ଠାକୁରଙ୍କ ପାଖରେ ଦୀପ ଜଳାଯାଏ, ସେଠାରେ ପ୍ରଭୁଙ୍କର ବାସ ହୋଇଥାଏ। ତେବେ ଏହି ଗୋଟିଏ ନିୟମ ନୁହେଁ, ଦୀପ ଜଳାଇବାକୁ ନେଇ ଆହୁରି ଅନେକ ନିୟମ ବି ରହିଛି। ସେଥିମଧ୍ୟରୁ ଆଉ ଗୋଟିଏ ନିୟମ ହେଉଛି କେବେ ବି ଜଳୁଥିବା ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଇବା ଠିକ୍ ନୁହେଁ। ଆପଣ ପ୍ରାୟ ଦେଖିଥିବେ ମନ୍ଦିର ମଧ୍ୟରେ ବ୍ୟକ୍ତି ଗୋଟିଏ ଦୀପରୁ ଅନ୍ୟ ଗୋଟିଏ ଦୀପ ଲଗାଇ ଠାକୁରଙ୍କୁ ଚଢ଼ାଇଥାନ୍ତି। ଏହା କେତେ ଦୂର ଠିକ୍ ତାହା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଲେଖିବେ। କାରଣ ଶାସ୍ତ୍ର ଅନୁଯାୟୀ ଯେତେବେଳେ ଆମେ ଗୋଟିଏ ଦୀପ ଜଳାଉ, ଜଳୁଥିବା ସେହି ବଳିତାରେ ଅଗ୍ନିଦେବ ବାସ କରିଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଥିବା ସମସ୍ତ ନକାରାତ୍ମକ ଶକ୍ତି ସେଥିରେ ଜଳୁଥିବା ବଳିତାରେ ଆସି ଏକାଠି ହୋଇଯାଇଥାନ୍ତି। ଫଳରେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଏ। କିନ୍ତୁ ଯଦି ଆମେ ସେହି ଜଳୁଥିବା ଦୀପରୁ ଆଉ ଗୋଟିଏ ଦୀପ ଲଗାଇବା, ତାହେଲେ ପ୍ରଥମ ଦୀପର ବଳିତାରେ ଏକାଠି ହୋଇ ରହିଥିବା ନକାରାତ୍ମକ ଶକ୍ତି ଅନ୍ୟ ଏକ ଦୀପର ବଳିତାକୁ ଚାଲିଯିବ। ଏମିତି ଭାବରେ ଗୋଟିଏ ଦୀପରୁ ଅନ୍ୟ ଦୀପ ହୋଇ ସେମିତି ବୁଲୁଥିବ, ତାହା ସହଜରେ ନଷ୍ଟ ହେବ ନାହିଁ। ସେଥିପାଇଁ କୁହାଯାଇଛି ଯେ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଯାଏ, ତାହେଲେ ଏହା ସମ୍ପର୍କରେ ମଧ୍ୟ ନିଆଁ ଲଗାଇ ଦେଇଥାଏ, ଅର୍ଥାତ୍ ଫାଟ ସୃଷ୍ଟି କରିଥାଏ। ତେଣୁ ଏହି କଥାକୁ କେତେ ଦୂର ମାନିବା ତାହା ବ୍ୟକ୍ତିର ବିଶ୍ୱାସ ଓ ଅବିଶ୍ୱାସ ଉପରେ ହିଁ ନିର୍ଭର କରିଥାଏ। ଆପଣ କେତେ ଦୂର ଏହାକୁ ଠିକ୍ ବୋଲି ମାନୁଛନ୍ତି, ତଳେ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଲେଖିବେ। ଏମିତି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ହେଲେ ଚିକି ଗାଇଡକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।